ତପ ଏଇ ଖରା ବେଳେ ସାଇକେଲ ନେଇ କୁଆଡେ ଯାଉଛ? ବିଲକୁ ଯାଉଛି ସାଇକେଲ ନେଇକି। କଣ 12ଟା 10ରେ ବିଲକୁ ଯାଉଛ? ଚାଷୀ ବନ୍ଧୁ କଥା ଆଉ। ଜୟ ଜଗନ୍ନାଥ ପ୍ରଭୁ। ତପ ଏଇ କଣ କରୁଛ? ଏଇ ଲାଗିଛି ଚାଷ ବାସ ଚାଲିଛି ଆଉ କଣ। ଯୋଉ ସପୁରି ଗଛ ଲଗେଇଲି ତ। ସପୁରି ଲାଗିବ? ସପୁରି କେତେରେ ବୁଦା ଲଗେଇଛ ନା ଏଇଟା ଆରମ୍ଭ ହେଲା? ଏଠି ଲାଗିଛି 8-10ଟା ଖଣ୍ଡେ। ଏଠି ଲାଗିବ ସେଇ 2-4ଟା ଲଗେଇଦେବା। ଏଠି ସଜନା ଗଛ ଲାଗିଛି। ସଜନା ଗଛ ଲାଗିଛି, ଏଇଟା ଲଗେଇବି। ଏ ବାଉଁଶ ବୁଦା ବି ତମର? ବାଉଁଶ ବୁଦା ମୁଁ ଲଗେଇଥିଲି। ଏଥର କଣ ପାଣି ଦିଆହବ ତାପରେ ଲଗିଆ ହବ ନା ସେମିତି ଶୁଖିଲା ଲଗିଆ ହବ? ନାଇଁ ଶୁଖିଲା ଲାଗିବ ଯେ ପାଣି ଟିକେ ଦବା। ପାଣି ନଦେଲେ ହବ କି? ପାଣିଟା ଟିକେ ଦେଲେ ଭଲ ହବ ଚାଷଟା। ମୂଳଟା ବସିଯିବ। ଏମିତି ତଳକୁ ଓହଳିକି ରହିବ। ଇଏ ନଈ ଆଡ଼ିକି? ଏଟା ନଈ ନା? ନଈ ତେଲୁଗୁରି ନଈ। ଏଟା ତେଲଜୁରି ନଈ? ସେ ପ୍ରାଚୀରୁ ଆସିଛି ମହାନଦୀରେ ମିଶିଛି। ବର୍ଷକ ସାରା ଦକ୍ଷିଣରୁ ଉତ୍ତର ଦେଇକି ପୂର୍ବକୁ ଯିବ, କିନ୍ତୁ ବର୍ଷକୁ ଥରେ ସିଏ କ'ଣ କରିବ, ତା ଦିଗ ପରିବର୍ତ୍ତନ କରି ଉଲ୍ଟା ବିପରୀତ ଦିଗରେ ଚାଲିବ। ଏ ନଈର ହେଉଛି ଖାସିୟତ। ତା ପାଖରେ ଆମର ଛୋଟିଆ ଜମିଟିଏ ଭୂମିଟାଏ ଅଛି ଆଉ। ସେଇଠି ଗୋଟେ ଛୋଟିଆ ଅର୍ଚାର୍ଡ଼ଟାଏ ବନେଇଛି, ଚାଷ ଜମି। ବିଭିନ୍ନ ପ୍ରକାର ଗଛ ଲାଗୁଛି ଆଉ କ'ଣ। ସବୁ ପ୍ରକାର ଗଛ ତ ତମ ପାଖରେ ଲାଗିଛି? ସବୁ ପ୍ରକାର ଲାଗିଛି, ଅବଶ୍ୟ ଲାଗିଲାଣି କିଛିଟା। ଆମ୍ବ ଗଛ ଅଛି, ତାପରେ ବରକୋଳି ଗଛ ବି ଅଛି, ଲେମ୍ବୁ ଗଛ ଅଛି, ନଡ଼ିଆ ଗଛ ବି ଅଛି। ଆଉ ସବୁ କ'ଣ ଗଛ ଲାଗିଛି? ଏପଟେ ଛୋଟ ଗଛଟା କ'ଣ ଏଟା? ସବୁ ଲାଗିଛି କମଳା ଗଛ। ଏଟା କମଳା? ଏପଟେ ବି ସପୁରି ଲଗେଇ ଦେଇଛ? ଇଏ ସପୁରି ଗଛ ବଞ୍ଚିଗଲାଣି? ବହୁତ ସୁନ୍ଦର ବଗିଚାଟେ କରିଛ ଆଉ। ଏଇ ସପୁରି ଗଛଟା ଯଦି ଆଉ 2-4 ବର୍ଷ ଆଗରୁ ଲାଗିଥାନ୍ତା, ଏତେବେଳକୁ ପୁରା ହେଇସାରନ୍ତାଣି। ମୁଁ ଲଗେଇ ପାରିଲିନି, ଲକ୍ଷ୍ୟ ଏତେ ନଥିଲା, ଧ୍ୟାନ ଦେଇନଥିଲି। ଏ ସପୁରି ଗଛ ସବୁ କୋଉଠୁ ଆଣିଲ? ଆଣିଥିଲି ଭିତରୁ, ଏଠୁ ସେଠୁ ଗୋଟିଆ ଗୋଟି କରିଥିଲି। ଇଏ ଲଗେଇଥିଲି ସବୁ ଆଉ। କାରଣ ଆକୁ ମେଣ୍ଢା ଖାଇବେନି, ମଇଁଷି ହାତ ମାରିବେନି। କିଛି ପାଣି ଫାଣି ସେମିତି କୁଡ଼ାକୁଡ଼ି ସାର ଫାର କିଛି ନାହିଁ। ଏମିତି ଲଗେଇଦେଲେ ନର୍ମାଲି ହେବ। ମାର୍କେଟ ମୂଲ୍ୟ 10-20 ଟଙ୍କା, ଅଧିକା ନାହିଁ, କମ୍ ବି ନାହିଁ। ଭଲ ଫସଲଟା। ପାଇନାପଲ୍ ମାର୍କେଟରେ ଡିମାଣ୍ଡ ଅଛି। ହ୍ୟାଲୋ, ହାଏ। ଇଏ ଆମର ଆଉ ଗୋଟେ ସୋର୍ଷ ବିଲ। ଆସିଥିଲି ଦେଖିବା ପାଇଁ କେମିତି କ'ଣ ଅଛି ବୋଲି। ଏଇ ଶୀତ କୁହୁଡ଼ି ସକାଶୁ ସୋରିଷରେ ଲାଗିଯାଆନ୍ତି, ଜଉ ଲାଗିଯାଆନ୍ତି। ସେ ଏଥିସକାଶୁ ମୁଁ ଗୋଟେ ପେଷ୍ଟିସାଇଡ଼୍ ପକାଇଥିଲି, ଯାହା ହଉ କମିଯାଇଛନ୍ତି। ବର୍ତ୍ତମାନ ନାହାନ୍ତି। ତଳେ କୋଳଥ ଅଛି, ଏଇଠି ତଳେ କୋଳଥ, ଉପରେ ସୋରିଷ। ଯାହା ହଉ ଭଗବାନ ଦୟାରୁ ସବୁକିଛି ଭଲ ହେଇଛି ଏ ବର୍ଷ। ଆଶା ଭଲରେ ସବୁକିଛି ଭଲ ହେବ ବୋଲି। ସବୁ ଆପଣମାନଙ୍କ ଭଲ ପାଇବା ସକାଶେ ହିଁ ହେଉଛି। ଏ ବର୍ଷ ଗାଁରେ ଅଧିକା ସୋରିଷ ହିଁ ସୋରିଷ ହେଇଛି। ଯୁଆଡ଼େ ଦେଖିବ ସୋରିଷ, ଯୁଆଡ଼େ ଦେଖିବ ସୋରିଷ। ସକାଳୁ ନା ଏଠି ମହୁମାଛି ଭର୍ତ୍ତି ହେଇଯାଉଛନ୍ତି। ବର୍ତ୍ତମାନ ଖରା ହେଇଗଲାଣି, ମହୁମାଛି ପଳାଉଛନ୍ତି। ବର୍ଷାକୁ ପଳେଇଥିବେ। ସକାଳୁ ପ୍ରାୟତଃ ମହୁମାଛି ଆସନ୍ତି।